ଆଜ୍ଞା ଜୟ ଜଗନ୍ନାଥ। ଯୋଉ ଆପଣ ଦେଖିଥିବେ ଭିଡିଓରେ ଲେଖା ହେଇଥିଲା ଚନ୍ଦା ନାଇଁ ବି ପିଲା ଯୋଉ ପିଲାଟି ନରେନ୍ଦ୍ର ଗୁଣ ଘର ଧର ଯୋଉ ଭୋଇ ପିଲାଟି ଯାହା 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 ପାଇଁକି ହିଁ କେସ୍, ଯାହା ପାଇଁକି ହିଁ ଏତେ ଆର୍ଗୁମେଣ୍ଟ କିମ୍ବା ଗଣ୍ଡଗୋଳ, ସେ ପିଲାଟି ତାଙ୍କ ପାଖକୁ ଯାଇ ଗଲା ପରେ ମୁଁ କହିଲି ତୁ ଏତେ ସାକ୍ଷୀ ଅଛୁ, କାରଣ ତା ଫୋନରୁ ହିଁ ମୁଁ ଶୁଣିଥିଲି ଗାଳି ମନ୍ଦ, ତା ଫୋନରୁ ହିଁ ମୁଁ ସବୁ ଜାଣିଥିଲି। ତା ଫୋନ୍ ତ ନିଶ୍ଚୟ ଚେକିଂ କରାଯିବ, ତାକୁ ଇନଭଲ୍ଭ କରିନଥିଲି। ମୁଁ ତାକୁ ଯେତେବେଳେ କହିଲି ଯେ ତତେ ମୁଁ ସାକ୍ଷୀ ପକେଇଛି, ମୋତେ ସାଙ୍ଗେ ସାଙ୍ଗେ ସେ କହୁଛି ରିଟର୍ଣ୍ଣରେ ସେଇ ଦିନ ହିଁ ରିଟର୍ଣ୍ଣ କଲ୍ କରି କହୁଛି ମୁଁ କାହିଁ ସାକ୍ଷୀ ପଡ଼ିବି, ମୁଁ ତାଙ୍କ ସାଙ୍ଗେ ଆଗୁଆ ମିଶିଥିଲି। ଆଉ ତାକୁ ସେଇ ପାଖରେ କିଏ ଶିଖଉଥିବା, ସେ ନିଜେ ହିଁ କହୁଥିଲା। ତ କହୁଛି କ'ଣ ନା ଆଉ ମୁଁ କାହିଁ ଯିବି ସାକ୍ଷୀ ଦେବାକୁ। ତମେ ରୁହ ମୁଁ ମୁଁ ଦିନେ ନିଜେ କହୁଥିଲା ଯେ ମତେ ଏମାନେ ଲାଗିଲେ ମୁଁ ମୋ ବୋଉକୁ ନେଇକିରି ହେଲା ଏଫଆଇଆର ଦେବି। ତେଣୁକରି ଏମାନଙ୍କୁ ବାଧ୍ୟ ହୋଇକି ତାକୁ ଡାକିକିରି ତାକୁ ପାଖକୁ ନେଇ ମୋ ବିଷୟରେ କହିଲେ। ବର୍ତ୍ତମାନ ଯେତେବେଳେ ମୁଁ କହିଲି ତ ସାଙ୍ଗେ ସାଙ୍ଗେ କ'ଣ କରିଛି ନା କହୁଛି ଯେ ମୁଁ ହିଁ ମୋ ବୋଉ ନାଁରେ କେସ୍ ଦେଉଛି। ମୁଁ ଯାରେ ରହ କହି ଭାଣ୍ଡାମି କହିକି ହସିକି କହିକି ଯାଉଛି, ମୋତେ କହୁଛି ତମ ନାଁରେ ମୁଁ ତ କେସ୍ ଦେବି। ମୁଁ କହିଲି ଦଉନୁ, ଭଲ ତ, ତୁ ତାଙ୍କ ନାଁରେ ଦେଉଥିଲୁ, ସେମାନେ ରେଡି ହେଇଥିଲେ ତାଙ୍କ ଛାଡ଼ିଦେଲୁ, ତାହେଲେ ବର୍ତ୍ତମାନ ମୋ ନାଁରେ ଦେ, କିଛି ଅସୁବିଧା ନାହିଁ। କେସ୍ ମୁଁ ଦେବି, ମୋ ଜୀବନ ବିପଦ, ତୁ ସାକ୍ଷୀ ପଡ଼ିବୁ। ଏ ଚନ୍ଦା ହେଲା, ଚନ୍ଦା ଫୋନ୍ ଚେକିଂ କଲେ ଆପଣ ଜାଣିପାରିବେ ଏ ଚନ୍ଦା ଫୋନ୍କୁ କଲ୍ କରିଥିଲା ଟୁଲୁ, ସେଇଥିରେ ହିଁ ରେକର୍ଡ଼ିଂ ଅଛି। ଯଦି ରେକର୍ଡ଼ିଂ ନଥିବ କଲ୍ ହିଷ୍ଟ୍ରିରେ ହିଁ ମୋତେ ଗାଳି ବନ୍ଦ କରିବାର, ଟୁଲୁ ମର୍ଡରକୁ ଧମକ ଦେବାର ସବୁ ରେକର୍ଡ଼ିଂ ଅଛି। ଚନ୍ଦା ଯିଏକି ନରେନ୍ଦ୍ର ଗୁଣର ଚନ୍ଦା, ସେ ଆଉ କ'ଣ କରିଛି ସେଇଟା ମୁଁ ଡାଇରେକ୍ଟ ଆଉ ଗୋଟେ ଭିଡ଼ିଓ କରିବି। କିନ୍ତୁ ପ୍ରଥମେ ଆସିକି ମୋ ପାଖରେ ରହିଲା, ମୋ ପାଖରେ ରହିଲା ପରେ ତାଙ୍କ ବିଷୟରେ କୁହେ, ତାଙ୍କ ପାଖକୁ ଗଲାବେଳେ ତାଙ୍କ ପାଖକୁ ଗଲା ମୋ ବିଷୟରେ କହୁଛି। ସେଥିରେ କିଛି ଆବଶ୍ୟକତା ନାହିଁ। ମୁଁ ତ ଏମିତି ବି ଅଲରେଡ଼ି ସାର୍ଙ୍କୁ କରିଛି। କିନ୍ତୁ ଏଇ ଚନ୍ଦା ହିଁ ପିଲାଟା ଯେଉଁ ଭାବିଥିଲି ଯେ ହଁ ସେ କିଛି ଏଥିରେ ଇନଭଲ୍ଭ ନାହିଁ। କିନ୍ତୁ ମୁଁ ଯେତେବେଳେ କହିଲି, ମୋତେ ଯେତେବେଳେ କହିଲା ଯେ ଭାଇ ଆଉ ମୋତେ ମାନେ ସବୁଦିନେ ଫୋନ୍ରେ ଗାଳି ବନ୍ଦ କରୁଛନ୍ତି, ମଦ ପିଲାମାନେ ପାଣି ବୋତଲ ପଠାଉଛନ୍ତି, ଇଏ ସିଏ କହୁଛନ୍ତି। ମୁଁ କହିଲି ଠିକ୍ ଅଛି, ପାଣି ବୋତଲ ପଠାଉଛନ୍ତି, ତୁ ପାଣି ବୋତଲ ଯଦି ନ ଯାଏ ତୋ ଇଚ୍ଛା ନ ହେଉଛି ତାହେଲେ ରହ, ତୁ ଏକୁଟିଆ ଯେଉଁଠି କାମ କରିବାକୁ ଯେଉଁଠି ସୋ ଇଚ୍ଛା ରହୁଛି। ତାପରେ ଲାଷ୍ଟକୁ କହିଲା ମୋ ମନ୍ଦିରରେ କାମ କରିବାକୁ ଚାହୁଁଛି। ମନ୍ଦିର କାମ କରୁଛନ୍ତି ଠିକ୍ ଅଛି, ମୋ ପାଖରେ ରହ। ତ ମୋ ପାଖରେ ରହି ମୋ ଘରେ ଆସି ଘରେ ଖାଇ ସେ ଭିଡ଼ିଓ ବି ଆପଣ ଦେଖିବେ। ସବୁଦିନ ମୋ ଘରକୁ ଆସିକି ଭିଡ଼ିଓରେ ରହି ମୋତେ ତାଙ୍କ ବିଷୟରେ କହି, ତାର ମୋ ଡେଲି ଚନ୍ଦନପୁରୀ ମଧ୍ୟ ଯାଉଥିଲୁ। ତ କହି ସେ ଶାନ୍ତିରେ ଆମେ ବସିବା, କାହା କଥା ନ ବସିକି ବର୍ତ୍ତମାନ କହୁଛି କି ସେଇଦିନ ଆଜି କହିନି କି କାଲି କହିନି, ସେଇଦିନ କଥା ମୁଁ କହୁଛି। ସେଇଦିନ ହିଁ ମୋତେ କହୁଛି, ମୋତେ କହୁथा ତାଙ୍କ ନାଁରେ କେସ୍ ଦେବି। ମୁଁ ଦଉନୁ, ଦେଲେ ସିନା ତୋତେ ଗାଳି ବନ୍ଦ ଯେଉଁ କହୁଛନ୍ତି କରିବେନି। ଯେମିତି ମୋତେ ମୋ ଉପରେ ପଇଲା, ମୁଁ ଭିଡ଼ିଓ କଲି କି କେସ୍ ଦେଲି, ସେମିତି ତୁ ଦେ। ଏବେ ବର୍ତ୍ତମାନ କହୁଛି ହେଲା ସେଇଦିନ କହିଥିଲା, ଏବେ କହିନି, ସେଇଦିନ ହିଁ କହିଥିଲା ଯେ ମୁଁ ତମ ନାଁରେ କେସ୍ ଦେବି। ମୁଁ ତ ଫୋନ୍ କଲି, କିରେ ମୋ ନାଁରେ କ'ଣ କେସ୍ ଦେବୁ କହୁଥିଲୁ, ଯାଉନୁ, ତୁ ବା ସିଡ୍ୟୁଲ୍ କେସ୍ଟେ, ଯାଉନୁ କେସ୍ ଦେବୁ। କୋଉ ଗ୍ରାଉଣ୍ଡରେ କେସ୍ ଦେବୁ? ତୋତେ ମର୍ଡର ଧମକ ଦିଆଯାଇଛି, ତୋ ଜୀବନ ପ୍ରତି ବିପଦ ଥିଲା। ତୁ ମୋ ପାଖରେ ବସି ତାଙ୍କୁ କହୁଥିଲୁ, ତାଙ୍କ ପାଖରେ ବସି ମୋ ବିଷୟରେ ସବୁ କହୁଛୁ, ମିଛ ସତ। ଏ ଚନ୍ଦା ନରେନ୍ଦ୍ର ଗୁଣ ପିଲାଟି ଏଥିରେ ପୁରା ଇନଭଲ୍ଭ, ଜାଣି ଦିଅନ୍ତୁ। ଆଉ ୟାକୁ ହିଁ ଧଇଲେ, ୟାକୁ ହିଁ ପଚରା ଉଚରା କଲେ ତାଙ୍କ ବିଷୟରେ ସବୁ ତଥ୍ୟ ଦେଇପାରିବ ଯଦି ଏଥିରେ ତଦନ୍ତ କରାଯାଏ। ଚନ୍ଦା ନରେନ୍ଦ୍ର ଗୁଣ ଜାଣିଲା ଜଗୁ, ଶନି ମନ୍ଦିର ଜଷ୍ଟ ଟିକେ ଆଗକୁ ବାଁ ପଟେ ପଚାରିଦେଲେ କହିଦେବେ, ସେଇ ହିଁ ଏସବୁ
ଜାଣିଛି ତାରି ଚନ୍ଦନପୁର ନଦୀ ପାଖରେ ବସିଥିବା ଅବସ୍ଥାରେ ସ୍ନାନ ପୂର୍ଣ୍ଣିମା ଦିନ 1ରୁ 5ଟା ଭିତରେ ଯଦି କଲ୍ ହିଷ୍ଟ୍ରି ଚେକିଂ କରାଯାଏ ଆପଣ ସବୁ ତଥ୍ୟ ପାଇପାରିବେ। 12:30ରୁ ତାକୁ ସେ ଟୁଲୁ ଫୋନ୍ କରିଥିଲା, କ'ଣ କହିଥିଲା ସବୁ ଭିତରେ ଇନଭଲ୍ଭ ଅଛି। ଏଇଟା ଆପଣ ଦେଖିଲେ ଜାଣିପାରିବେ। ଆଉ ମୁଁ ଚାହୁଁଛି ଏସ୍ପି ଆମର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆମ ଖାସ କରି ସାର୍ ଅତିକ ଏସ୍ପି ସାର୍ ଏହାର ଅନୁସନ୍ଧାନ କରନ୍ତୁ ଆଉ ଏଇ ପିଲାଟାକୁ ହିଁ ଧରନ୍ତୁ। ଏଇ ପିଲାଟାକୁ ପଚରା ଉଚରା କଲେ ଇ କହିପାରିବ, ହିଁ ସବୁ ତଥ୍ୟ ଦେବ। ମୁଁ ୟା ନାଁଟା କହିନଥିଲି, ଖାଲି ଜଷ୍ଟ କହିଥିଲି ଯେ ଏମିତି ଏମିତି, ଦେଖିଲା ବେଳକୁ ଏହି ସବୁ କରିଛି। ଆଉ ଏମାନେ ତ ଅଲରେଡ଼ି ମୋତେ ମରିବାକୁ ଯୋଜନା କରିଦେଇଛନ୍ତି, କିଛି ପଇସା ମଧ୍ୟ ଦେଇଛନ୍ତି। ମୋ ଘର ପାଖରେ ବି କିଛି ଗୁଣ୍ଡା ଆସିକି ବୁଲିବା ଆରମ୍ଭ କଲେଣି। ମାନେ କିଛି ଦିନ ହେବ ମୁଁ ଲକ୍ଷ୍ୟ କରୁଛି, ସବୁ ପ୍ରାୟତଃ କିଛି ଗୁଣ୍ଡା ଏମାନେ ପଠେଇଛନ୍ତି ବୋଧେ ଯେ କିଛି କରିପାରିବେନି କି ଏସ୍ପି ସାର୍ ଆଉ ସିଙ୍ଗିଦ୍ୱାର ଥାନା ଆଉ ମାନନୀୟ ଆମର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇଏ ହେଉଛନ୍ତି ମାନେ କିଛି କରିପାରିବେ ନାହିଁ। ଏସ୍ପି ସାର୍ ମଧ୍ୟ ପ୍ରତୀକ ସିଂ ମଧ୍ୟ କିଛି କରିପାରିବେ ନାହିଁ। କୋର୍ଟ ମଧ୍ୟ ଆଙ୍କର ଭୟ ନାହିଁ। ଆଙ୍କ ମୁଣ୍ଡରେ କିଏ ହାତ ଧୋଇଛି, କିଏ କରିଛି ସେଟା ଅନୁସନ୍ଧାନ କରାଯାଉ। ମୋର ଯେକୌଣସି କ୍ଷତି ହେବ ଏମାନେ ତ ଦାୟୀ ରହିବେ। ଆଉ ମୁଁ ତ ପୂର୍ବରୁ ଭିଡ଼ିଓ ବି ଦେଖିପାରିବେ, ସେ ଭିଡ଼ିଓ ଲେଖା ହେଇଛି, ଏଇଟାକୁ ମଧ୍ୟ ଅନୁସନ୍ଧାନ କରାଯାଉ। ଆଉ କିଛି ନା ମୁଁ ମେନସନ୍ କରିନି, ଯାହାକି ଯେତେବେଳେ ସାର୍ ଏସ୍ପି ସାର୍ ଯେତେବେଳେ ୟାଙ୍କୁ ଯେହେତୁ ଆକ୍ସନ୍ ବର୍ତ୍ତମାନ ତା ମଧ୍ୟରେ ନିଆଯାଇନି, ତେଣୁକୁ ସେ ବେଧଡ଼କ ବୁଲୁଛନ୍ତି, ବେଧଡ଼କ କିଛି କରିବାକୁ ଚେଷ୍ଟା କରୁଛନ୍ତି। ଯେଉଁଦିନ ଏମାନଙ୍କୁ ଆଣିକି ଏସ୍ପି ସାର୍ ଧରିବେ କି ଗୋକୁଳ ସାର୍ ଆମର ଧରିବେ, ସାର୍ ଏମାନେ ଯେଉଁ ଠିଆ ହେଉଛନ୍ତି, ମୁଁ ବି ଠିଆ ହେଉଛି, ଠିକ୍ ଅଛି, ଯେ ଆଜ୍ଞା ଏ ଯେଉଁ ଠିଆ ହେଉଛନ୍ତି ୟାକୁ ସିଙ୍ଗିଦ୍ୱାର ତ ମୁହଁ ଉପରେ ତ ମନା କରାଯାଇଛି କାହାକୁ ଠିଆ ହେବାକୁ। ଏମାନେ କେମିତି ଠିଆ ହେଉଛନ୍ତି ଏଇଟାକୁ ବି ଯାଞ୍ଚ କରାଯାଉ। ମୁଁ ଆଜ୍ଞା ସିଙ୍ଗିଦ୍ୱାର ମୁହଁରେ ଠିଆ ହେଉନି, ମୁଁ ଆଜ୍ଞା ସିଙ୍ଗିଦ୍ୱାର ଥାନା ପାଖରେ ଠିଆ ହୁଏ। ଯେତେବେଳେ ଲୋକ ନିଏ ସିଙ୍ଗିଦ୍ୱାର ଥାନା ପାଖରେ ଠିଆ ହୁଏ। ଆଉ ସେଠି ଏତେ ଲୋକଙ୍କୁ ପଚାରେନି, ମୁଁ ସେ ଷ୍ଟାଣ୍ଡ ପାଖରେ ଠିଆ ହୁଏ। ଆପଣ ଦେଖିପାରିବେ ସେ ଷ୍ଟାଣ୍ଡ ପାଖରୁ ହିଁ କିଛି ଯାଉନଥିଲି, ତ ଏବେ ମାସେ 1.5 ମାସ ହେଲା ହିଁ ଯାଉଛି। ତ ଘରର କେତେ ଦିନ ଭୋକ ଉପାସରେ ରହିବୁ, କେତେ ଦିନ ଦେଖନ୍ତୁ ଆଜ୍ଞା, ମୋ ଘର ବି ମଧ୍ୟ ଅଧା କରିଦେଇଛନ୍ତି। ମାନେ କାହିଁକି ଘର 3 ତାଲା କରିଦେଲା। ଏ ଯେଉଁ ପିଲାଟି ମୋତେ 3 ଥର କହିଛି, ତମ ପାଖରେ କ'ଣ ପଇସା ନାହିଁ, ତମ ପାଖରେ କ'ଣ ଟଙ୍କା ନାହିଁ। ମୁଁ ସନିଆକୁ ଦିନେ ମନା କରିଥିଲି, ମୁଁ କହିଲି ଏମାନଙ୍କୁ ବସା ନା ଆଣିକି, ଏମାନଙ୍କୁ ତୁ ବସିବା ଦ୍ୱାରା ଚିଆଁକୁ ବସାନା, ଇଏ ଛୁରୀ ପୁରେଇଛି ଲୋକଙ୍କୁ, ଇଏ କରିଛି, ତୋ ପାଇଁ ମଧ୍ୟ ବିପଦ ହେବ, ମୋ ପାଇଁ ବିପଦ ହେବ। ଗୋପୀନାଥପୁରରେ ଆଣିକି ବସି ଗୋପୀନାଥପୁରର କିଛି ଛୋଟ ପିଲାଙ୍କୁ ଉସ୍କାଇ, ଏଇ ସବୁ କାରଣ ହେଲା ଏମାନେ ସବୁ। ମୁଁ ବହୁତ ଥର ମନା କରୁଛି। ଆଉ ୟା ପଛପଟେ ଆଉ କିଛି ଯେଉଁ ଲୋକଙ୍କୁ ଯାଉଛି, ବର୍ତ୍ତମାନ ମୋ ଘର ପାଖରେ ବି ଲୋକ ବୁଲୁଛନ୍ତି। ମୁଁ CCTV ଦେଖୁଛି, ମୋ ଘର ପାଖରେ 3 ବାଇକ୍ରେ 6 ଲୋକ, ଇଏ ଲୋକ ପ୍ରାୟତଃ ବୁଲୁଛନ୍ତି। ମୁଁ ଆଉ ଗୋଟେ ଥର ଗଲା ବେଳକୁ ମୋ ପିଛା କରୁଥିଲେ କିଛି ଲୋକ, କାହିଁକି ନା ଏସ୍ପି ସାର୍ ଏତେ ମଜା ଆକ୍ସନ୍ ନେଇନାହାନ୍ତି ବୋଲି। ଯେଉଁଦିନ ଏସ୍ପି ସାର୍ ଆକ୍ସନ୍ ନେଇଯିବେ,
ମୁଁ ଜାଣିଛି ଏତିକି ଏସ୍ପି ସାର୍ ଗୋକୁଳ ସାର୍ ଜାଣିଲା ମାନେ ଏ ଜିନିଷ ମାନେ ଆଉ ଅଲଗାଙ୍କ କିଛି ହେଇପାରେ ମୋ ବିଶ୍ୱାସ ଅଛି ଯଦି ନହବ ତାପରେ ଆମେ କୋର୍ଟରେ ସିସି କରିବୁ ନହେଲେ ଆତ୍ମହତ୍ୟା ହିଁ ଦେବୁ ସୁସାଇଡ୍ କରିଦେବୁ। ଟୁଲୁ ମୋ ସାଙ୍ଗେ ଚାଟିଂ କରୁଥିଲା ରାତି ଚାଟିଂ କଲି ମୁଁ କ'ଣ ମର୍ଡର ଦେଇଛୁ କେତେ ଟଙ୍କା ଦେଇଛୁ 8 ଲକ୍ଷ ଟଙ୍କା କ'ଣ ଦେଇଛି ବୋଲି ମୁଁ ଶୁଣୁଥିଲି ଆଜ୍ଞା ବିସୂତ୍ରରୁ ପିଣ୍ଟୁ ନାୟକ। ମୁଁ କହିଲି ମୋତେ 12 ଲକ୍ଷ ଟଙ୍କା ଦେଇଦେ ଆଉ ମୁଁ ତ ଡାକିଦେବି ଗୋଟେ ମୁଁ ସେଠି ମୋତେ ମାରିଦେବୁ। କିଛି ଲେଖିବା ପୂର୍ବରୁ ମୁଁ କହିଲି କାଟି ଦେଉଥିଲା ତାପରେ ମୁଁ କହିଲି ଏଇଟା ବ୍ୟାକଅପ୍ ବି ହେଇପାରିବ ତାପରେ ଆଉ କିଛି ଆନ୍ସର ଦେଲାନି। ତା ଚାଟିଂ ମଧ୍ୟ ଆପଣଙ୍କୁ ମୁଁ ସେୟାର କରିବି। ମୁଁ ଆଜ୍ଞା ବାରମ୍ବାର ଏତେ ଆଉ ସୋସିଆଲ ମିଡ଼ିଆକୁ ଆସିପାରିବିନି। ଯଦି ଦିନେରୁ 2 ଦିନ ଭିତରେ ନହବ ତାହେଲେ କିଛି ବଡ଼ ଆକ୍ସନ୍ ମୁଁ ନେଇପାରେ ଆଉ। ରହିଲି ଆଜ୍ଞା। ଦେଖନ୍ତୁ ଏଇଟା କ'ଣ ଆପଣଙ୍କୁ ଲାଗୁଛି କି ଠିକ୍ ଲାଗୁଛି ବୋଲି ଯାହା ଯାହା ନାହିଁ ମେନସନ୍ କରିଥିଲି ପ୍ରଥମ ଭିଡ଼ିଓରୁ ସେଇମାନଙ୍କୁ ଏତେ ମଜା ଧରାଇନି ବେଧଡ଼କ ବୁଲୁଛନ୍ତି ବେଧଡ଼କ ଯୋଜନା କରୁଛନ୍ତି। ତାଙ୍କ ସହିତ ଆଉ କିଛି ପିଲାମାନେ ବସୁଛନ୍ତି ଏମାନେ ଆଜ୍ଞା ବସୁଛନ୍ତି ଆମର ବ୍ରିଜ ତଳେ ଏଇ ଚନ୍ଦାକୁ ଧଇଲେ କହିବ କୋଉଠି କୋଉଠି ବସୁଛନ୍ତି ଏମାନେ ସବୁ ତାଙ୍କ ଆଡ୍ରେସ। ରହିଲେ ଆଜ୍ଞା ଜୟ ଜଗନ୍ନାଥ। ଏସିପି ସାର୍ ଦୟାକରି ଅନୁରୋଧ ଗୋଟେ ଦୋଷୀ ଦଣ୍ଡ ପାଉ ଶହେ ଶହେ ଗୋଟେ ଯେମିତି ଲେଖା ହେଇଛି ଆମ ଆଇନରେ 100 ଦୋଷୀ ମଧ୍ୟ 100 ଦୋଷୀ ଦଣ୍ଡ ପାଆନ୍ତୁ ନିର୍ଦ୍ଦୋଷୀ କିନ୍ତୁ ଖଲାସ ହଉ। ଯଦି ମୁଁ ଦୋଷୀ ମୋ ଦଣ୍ଡ ଦିଆଯାଉ ଜୀବନ ଉପରେ ବିପଦ ହେଉଛି ଆପଣ ଏତେ ମଜା ଆକ୍ସନ୍ ନେଇନାହାନ୍ତି। ଭିଡ଼ିଓ ଦେଖିକି ଆଜ୍ଞା ଲୋକ ବହୁତ କିଛି ହେଉଛି ଆପଣ ଭିଡ଼ିଓ ଆପଣ ପାଖକୁ ଯାଉନି ମାନେ ବେଧଡ଼କ କେମିତି ବୁଲୁଛନ୍ତି। ଏହାକୁ ଆପଣ ଡାକିଛନ୍ତି କେଉଁ ଥାନାକୁ ଡକେଇଲେଣି ଆପଣ ପାଖକୁ ଡକେଇଲେଣି ନା ୟା ପଛରେ ଆଉ କୌଣସି ନେତା କି ମନ୍ତ୍ରୀ କିଏ ୟା ପଛରେ ଅଛି କାହିଁ ଆପଣଙ୍କୁ ଧରୁନାହାନ୍ତି ତାକୁ। ରହିଲା ଆଜ୍ଞା ଜୟ ଜଗନ୍ନାଥ।